ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ପିଲାମାନଙ୍କ ମେସେଜ ଆସୁଥିଲା କି ସାର୍ ଆମେ କେମିତି ଓଜେଇ ପାଇଁ ଆମେ ପ୍ରିପାରେସନ୍ କରିପାରିବୁ, ଟିକେ ଆମକୁ ଗାଇଡ୍ କରନ୍ତୁ ସାର୍। ତ ସେଥିପାଇଁ ଭାବିଲି ଗୋଟେ ପିଲାମାନଙ୍କୁ ଗୋଟେ ଭିଡ଼ିଓ ମାଧ୍ୟମରେ ଥୋड़ा ପୁରା ଇନଫର୍ମ କରିଦେବି। ତ ଓଜେଇ ଏକ୍ଜାମ ଗୋଟେ ବହୁତ ସିମ୍ପଲ ଏକ୍ଜାମ। ମୁଁ ଯଦି ମୋର ଇଣ୍ଟ୍ରୋଡକ୍ସନ ଦେବି, ମୁଁ ନିଜେ ଓଜେଇରେ ରାଙ୍କ 3 ପୋଜିସନ ମୁଁ ରଖିଥିଲି, ଆଚିଭ୍ କରିଥିଲି ୱିଦିନ୍ 2 months କି 3 months ପ୍ରିପାରେସନରେ। ଠିକ ଅଛି। ତ ଏଇଟା କୋଉଠୁ ବେଶୀ କଷ୍ଟ ଏକ୍ଜାମ ନୁହଁ। ପିଲାମାନେ ଏସେ ଏତେ ଓରିଡ୍ ହୁଅନି। ମୁଁ କମ୍ପ୍ଲିଟ ଗୋଟେ ବଢିଆ ମୁଁ ଗୋଟେ ରୋଡ ମ୍ୟାପ ଗୋଟେ ଭିଡିଓ ମାଧ୍ୟମରେ ପୁଣି ଥରେ ଅପଲୋଡ କରିବି, ତମକୁ ପୁରା ଆଇଡିଆ ମିଳିଯିବ କେମିତି ଏକ ପ୍ରିପାରେସନ କରିବ, କେମିତି ନାହିଁ। ଆଉ ବହୁତ ପିଲାମାନେ ବି ମେସେଜ କରୁଥିଲେ କି ସାର୍ ଆମ କୋଚିଂ କେବେଠୁ ଷ୍ଟାର୍ଟ ହଉଛି, କ୍ଲାसेସ୍ କେବେଠୁ ଷ୍ଟାର୍ଟ ହଉଛି। ତ ସେଥିପାଇଁ ବି ଏ ଭିଡିଓଟା ମୁଁ ବନଉଛି କି ଯାହାକୁ ବି କୋଚିଂ ନେବାର ଅଛି ସେ ମୋତେ ଡେଫିନେଟଲି ମେସେଜ କରିପାରିବେ। ଏଇଟା ହଉଛି ମୋ କଣ୍ଟାକ୍ଟ ନମ୍ବର। ଆଉ ଏଇ ବର୍ଷର ଓଜେଇ କୋଚିଂ ଫିସ୍ ପୁରା ପୁରା କମ୍ପ୍ଲିଟଲି ଓଜେଇ କୋର୍ସ ୱିଲ୍ କଷ୍ଟ ୟୁ 8500 ଓନଲି। ଠିକ। ଦେନ୍ ଆ ଭିତରେ ତମେ କଣ କଣ ପାଇବ? ଗୋଟେ ତ ପ୍ରଥମତଃ ତୁମକୁ ଇଞ୍ଜିନିୟରିଂ ମ୍ୟାଥମେଟିକ୍ସ କମ୍ପ୍ଲିଟ୍ ପଢା ହବ, ପୁରା 40ଟା କ୍ୱଶ୍ଚିନ୍ କେମିତି ତମେ ପରଫେକ୍ଟ 20ଟା ପୁରା 25ଟା କ୍ୱଶ୍ଚିନ୍ ସେ ଟାଇମ ଲିମିଟ୍ ଭିତରେ ଆଟେଣ୍ଡ କରିପାରିବ। ଦେନ୍ ଇଞ୍ଜିନିୟରିଂ ମେକାନିକ୍ସ। ଇଞ୍ଜିନିୟରିଂ ମେକାନିକ୍ସ ତୁମେ ଜାଣିଛ, ମୁଁ ଗ୍ୟାରେଣ୍ଟି ଦେଇ କହିବି ମୋଠୁ ଯେ ଇଞ୍ଜିନିୟରିଂ ମେକାନିକ୍ସ ପଢିବ 40ରୁ ମିନିମମ୍ 30 କ୍ୱଶ୍ଚିନ୍ ଆଟେଣ୍ଡ କରିବାଟା ହିଁ କରିବ ସେ ଟାଇମ ଲିମିଟ୍ ଭିତରେ। क्योंकि ମୁଁ ନିଜେ ଗୋଟେ ମେକାନିକାଲ ପିଲା, ଆଉ ମତେ ଜଣା ଅଛି, ବହୁତ ଭଲସେ ଜଣା ଅଛି ଇଞ୍ଜିନିୟରିଂ ମେକାନିକ୍ସ କେମିତି ପଢିବାର ଅଛି। କାରଣ ଏଇ ଏକ୍ଜାମରେ ବେଶୀ ପଢିବାଠୁ ଭଲ, मतलब क्वांटिटी बेसी टू भलो क्वालिटी रे पढ़ो। ये क्वालिटी मैटर करे ए एग्जाम रे। ओनली जे क्वालिटी स्टडी करे सी ही मतलब क्रैक करे, सी ही रैंक आने। आ मु एग्जाम मतलब मु मते देखो निजु को मते भी बेसी भलो बेसी पढ़िया को मते पसंद नो। मु भी बहुत कम पढ़े किंतु भलो से पढ़े, जेतिकी पढ़े मु जानि जे केमिति मते गोटे जगह रे पहुंचे कोन कले मु बाकी पिला को टिके आगे रे रहि परिबी। तो एइटा ही पिला माने थिला माने मतलब गोटे छोटो गोटे हिंट गोटे केमिति गोटे एग्जाम को क्रैक करा जाए। तो नॉर्मल जदि कहबी तमे देखो इंजीनियरिंग मैथमेटिक्स हला, इंजीनियरिंग मेकानिक्स हला, एई दुइटा को तमे यदि भलो से कि जणे करि पारुची से आराम से गोटे टॉप रैंक आनिबो, बहुत भलो रैंक आनिबो, सिंगल डिजिट डबल डिजिट रे से आराम से आनिबो। तो सिंगल डिजिट जदि भी टिके कष्ट, कारण इलेक्ट्रिकल इलेक्ट्रोनिक्स तथापि हमକୁ କିଛି କିଛି क्वेश्चन अटेंड କରିବାକୁ पड़े। तो ସେଇଟା ହଉଛି ମାନେ मेन मतलब फोकस थिला कि इंजीनियरिंग मेकानिक्स हଉଛି ଗୋଟେ ଏମିତି ପାଠ ଏଇ ଓଜେ एग्जाम ର ଯିଏ ତମକୁ रैंक बुस्ट କରିବ, रैंक एकदम बुस्ट କରିଦବ। କାରଣ ସବୁଠୁ କମ ଟାଇମ ଭିତରେ ଯଦି କୋଉ क्वेश्चन ତମେ अटेंड କରି ପାରିବ ସେ ହଉଛି इंजीनियरिंग मेकानिक्स। तो ପିଲାମାନେ ତ ଯେମିତି ଜାଣିଛ ଅଲରେଡି, ମୁଁ ଯେତିକି ମାନେ ଗ୍ୟାରେଣ୍ଟି ଦେଇ କହେ ମୋ ପାଖରେ ଯିଏ ପଢୁଛନ୍ତି ମୁଁ ତାଙ୍କୁ 100% 2 digit rank 2 digit rank ଆଣିବା କିଛି ବଡ କଥା ନୁହଁ। ତ ଯଦି ତମକୁ ସେଇ ଅନୁସାରେ ପ୍ରିପାରେସନ କରିବାର ଅଛି ତ ମତେ କଣ୍ଟାକ୍ଟ କରିପାରିବ। ପିଲାମାନେ ବହୁତ ମେସେଜ କରୁଥିଲେ କି ସାର୍ କ୍ଲାସ କେବେଠୁ ଷ୍ଟାର୍ଟ ହବ। ପିଲାମାନେ ପୁଣି ଥରେ କହିଦଉଛି ଜୁଲାଇ 1 ତାରିଖରୁ ଆମ କ୍ଲାସ ଷ୍ଟାର୍ଟ ହଉଛି। ତ ଯାହାକୁ ବି କ୍ଲାସ ନବାର ଅଛି ମତେ କଣ୍ଟାକ୍ଟ କରିପାରିବ। ଆଉ ଯିଏ ବି ନ ନବାକୁ ପାଇଁ ଚାହୁଁଛନ୍ତି, ଯିଏ ଆରାମସେ ନିଜେ ସେଲ୍ଫ ଷ୍ଟଡି କରିବ, ସେ ଆରାମସେ ନିଜେ ବି ଘରେ ବସିକି ପଢି ପାରିବେ। ନିଜେ ଟିକେ ଏଫର୍ଟ ଦିଅନ୍ତୁ, ବହୁତ ଇଜି ଏକ୍ଜାମ। କିନ୍ତୁ ଯିଏ ନ କରିପାରୁଛନ୍ତି, ଯିଏ ନ ଜାଣି ପାରୁଛନ୍ତି, ଯେମିତି ମୁଁ ଯେମିତି କହିଲି ଇଞ୍ଜିନିୟରିଂ ମେକାନିକ୍ସ ଗୋଟେ ବହୁତ କଷ୍ଟ, ଟିକେ ମାନେ କଷ୍ଟ मतलब ଟିକେ ୟା ଉପରେ ଫୋକସ ନ କଲେ ଏକ୍ଜାମ ଟା ଏତେ ଭଲସେ କ୍ରାକ୍ ହେଇପାରିବନି। ଯଦି ନ ହେଇପାରିବ ଇଞ୍ଜିନିୟରିଂ ମେକାନିକ୍ସ କଣ ମେକାନିକାଲ ପିଲା ଟିକେ ଭଲ କରିପାରିବେ, ବାକି ଯେମିତି ରହିଲେ ସିଭିଲ ପିଲା ରହିଲେ, ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ପିଲା ରହିଲେ, କମ୍ପ୍ୟୁଟର ଆଇଟି ପିଲା ରହିଲେ, ଏମାନଙ୍କୁ ଟିକେ କଷ୍ଟ ହୁଏ। ତ ୟାଙ୍କ ପାଇଁ ବି ମୁଁ ଏଥିପାଇଁ ମାନେ ଟିକେ ମତେ ଲାଗେ କି ନାଇଁ ଏମାନଙ୍କୁ ଟିକେ ଇଞ୍ଜିନିୟରିଂ ମେକାନିକ୍ସ ଟିକେ କମ मतलब ଟିକେ ଏଫର୍ଟ ଦେବାକୁ ପଡେ। ତ ତା ପାଇଁ ମୋ ପାଖରେ ଯାହା ବି मतलब ଯେତିକି ସଲ୍ୟୁସନ ଅଛି କେମିତି ଗୋଟେ ପିଲା ଆରାମ ସେ ବିନା मतलब କିଛି ବ୍ୟାକଗ୍ରାଉଣ୍ଡ मतलब ଇଞ୍ଜିନିୟରିଂ ମେକାନିକ୍ସ ବ୍ୟାକଗ୍ରାଉଣ୍ଡ ନ ହେଲେ ବି ସେ କେମିତି ତାକୁ ଇଜିଲି କ୍ରାକ୍ କରିପାରିବ, ମତେ ଗୋଟେ ତାର ବହୁତ ଭଲ ସେ ରୋଡ ମ୍ୟାପ ଜଣା। କାରଣ ବିକଜ ମୁଁ ଯଦି କରିପାରୁଛି ଏତେ ମାନେ ମୁଁ 2 ମାସରେ ଯଦି କରିପାରୁଛି, ତାହେଲେ ଆମ ପାଖରେ ଏତେ ମନ୍ଥସ ଯଦି ବାକି ଅଛି ତମେ ଆରାମ ସେ ଏକ୍ଜାମକୁ କ୍ରାକ୍ କରିପାରିବା। ତ ପିଲାମାନେ ଲେଟ୍ କରନ୍ତୁନି, ଆରାମ ସେ ପଢାପଢି ଷ୍ଟାର୍ଟ କରିଦିଅନ୍ତୁ। ଆଉ ଯେ ମାନେ ସମସ୍ତଙ୍କୁ ମୁଁ କହିଲେ ଏତିକି କହିବି, ଅଲ ଦ ବେଷ୍ଟ। ପ୍ରିପାରେସନ ଷ୍ଟାର୍ଟ କରନ୍ତୁ, ଆରାମ ସେ ଭଲ ରାଙ୍କ ସ୍କୋର କରିବେ। ବିଏସଏସ୍ ୟୁଟି ନହେଲେ ଆଉ ଗୋଟେ ସିଟି ଆଉ ନହେଲେ ଆଇଜିଆଇଟି ତମ ପାଇଁ ପୁରା ଥୁଆ ହେଇଛି। ଆରାମ ସେ ପ୍ରିପାରେସନ କରନ୍ତୁ, ନିଶ୍ଚୟ ରାଙ୍କ ଆସିବ। ବାସ୍, ଧନ୍ୟବାଦ।